the Lord Almighty for giving me this opportunity to stand in front of highly anointed people. And in this occasion of Mahasabha and Swarna Jubil, I got an opportunity to read the history of Tabarana. I also warmly extend my greetings to Bishop Lokana, the speakers, UBCA, office bearer, pastors, deacons, secretaries, and my dear ones. ଆଜିର ଏହି ପବିତ୍ର ମହାସଭାରେ ଉପସ୍ଥିତ ମଣ୍ଡଳୀ ସମ୍ମିଳନୀ ସମଗ୍ର ପ୍ରଭୁଭକ୍ତ ଭାଇ ଭଉଣୀମାନଙ୍କୁ 101ତମ ମହା ଅଧିବେଶନ ଓ ଏହି ପବିତ୍ର ଜୁବେଲ ଉତ୍ସବକୁ ସସମ୍ମାନ ସ୍ୱାଗତ ସହ ପ୍ରେମ ନମସ୍କାର ଜଣାଉଛୁ। ନମସ୍କାର। ଏକ ମହାନନ୍ଦର ଅପୂର୍ବ ମିଳନ ସଭିଙ୍କ ମନ ପ୍ରାଣ ସତେ ମହାନନ୍ଦରେ ଭରପୁର, କାରଣ ବର୍ଷ ପରେ ବର୍ଷ ପିଢ଼ି ପରେ ପିଢ଼ି ଯେଉଁ ସଦାପ୍ରଭୁ ବିଶ୍ୱାସ ପ୍ରତିପାଳକ ଆମମାନଙ୍କୁ ମହା ଅନୁଗ୍ରହ କରି ଏପର୍ଯ୍ୟନ୍ତ ବଢ଼ାଇ ଆଣିଛନ୍ତି, ସେହି ଜୀବନ ପରମେଶ୍ୱରଙ୍କ ନିକଟରେ ଆମେ ଅଜସ୍ର ପ୍ରଣିପାତ ଧନ୍ୟବାଦ। ଅତି କ୍ଷୁଦ୍ର ଆମ ଏହି ଗ୍ରାମ ସମ୍ଭବତଃ 1880 ମସିହା ବେଳକୁ ଏଥିର ଗ୍ରାମ ଭୌଗୋଳିକ ପରିଚୟ ଆରମ୍ଭ ହୁଏ। ସର୍ବପ୍ରଥମେ ମଗଧ ଛିଞ୍ଚାଡ଼ି ନାମକ ଜଣିତ ଏକ ବ୍ୟକ୍ତି ସସ୍ତ୍ରୀକ ଏଠାରେ ବସତି ଆରମ୍ଭ କରନ୍ତି। କ୍ରମେ କିଛି ପରିବାର ବସବାସ ଆରମ୍ଭ କରି ଏକ ସୁସମାଚାର ଆଲୋକ ମଳାଞ୍ଚଳରେ କ୍ରମେ ବିକଶିତ ହେବାକୁ ଲାଗିଲା। ଆମ ଏହି ଗ୍ରାମକୁ ଲାଗି ବଡ଼ପଦାରୁ ଆରୁଦେଗିରି ଛେଳିଗଡ଼ ଯିବା ରାସ୍ତା ଥାଏ। ବେଳେ ବେଳେ ଆଲାବି ସାହେବ, ଗ୍ଲାଣ୍ଡେନିଂ ସାହେବ ଓ ପାଷ୍ଟର ସାହେବ ମିସ୍ ମଣ୍ଟୁ ଏହି ପଥ ଦେଇ ଯିବା ଆସିବା କରୁଥିଲେ। ତାଙ୍କ ସହ ବଡ଼ପଦା ଗ୍ରାମର ପ୍ରଚାରକ ଶ୍ରୀ ଧରକରାଳ ଆସି ସୁସମାଚାର ଯାଉଥିଲେ। ଲୋକେ ଧୀରେ ଧୀରେ ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କରିବା ଆରମ୍ଭ କରିଲେ। 1975 ମସିହା ଧର୍ମଲୋକର ବର୍ଷ ହୋଇଥିଲା। ବଡ଼ପଦା ମଣ୍ଡଳୀର ପାଳକ ରଘୁଦାସ ରାଉଳ ଆସି ନୂତନ ବିଶ୍ୱାସୀମାନଙ୍କୁ ଡୁବନ ପ୍ରଦାନ କରିବା ଲାଗିଲେ। ପ୍ରଥମେ ଶ୍ରୀ ଉଦ୍ଧବ ଛିଞ୍ଚାଣି, ଶ୍ରୀ ଶଶିଭୂଷଣ ଲୋହରା, ଶ୍ରୀ ଚକ୍ରପଡ଼ା ନାୟକ, ଶ୍ରୀ ଅର୍ଜୁନ କରାଡ଼ ପ୍ରଭୁଙ୍କୁ ଗ୍ରହଣ କରିଥିଲେ। ପରେ ବାନ୍ଧବ ଲୋହରା, ଉଦ୍ଧବ ଲୋହରା, ସୁକୁ ରାଇକା, ଡଣ୍ଡେ ରାଇକା, ପଥିକ କରାଡ଼, ଶ୍ୟାମ ସିଂ, ନେତ୍ର କରାଡ଼, କାର୍ତ୍ତିକ ମଣ୍ଡଳ ନାୟକ, ବିଭୀଷଣ ଜେନା ପ୍ରମୁଖ ଦୁବନ ଗ୍ରହଣ କରିଥିଲେ। ସମାଜ ନାମରେ ନାମିକ ହୋଇ ବଡ଼ପଦା ମଣ୍ଡଳୀରେ ତତ୍ତ୍ୱାବଧାନରେ ଚାଲି ଆସୁଥିଲେ। ସ୍ୱର୍ଗତ ଜୋସେଫ ମାଝୀ ଏଥର ପ୍ରାୟ 3 ବର୍ଷ ରହି ବାକ୍ୟ ଶିକ୍ଷା ପ୍ରଦାନ କରିଥିଲେ। ପରେ ସାଧୁ ଅମରେଶ କରାଳ ଏଥର ପ୍ରାୟ 12 ବର୍ଷ ରହି ବିଶ୍ୱାସୀମାନଙ୍କୁ ବିଶ୍ୱାସର ସୁଦୃଢ଼ କରିଥିଲେ। କ୍ରମେ ଦୁବିଧା ସଂଖ୍ୟାରେ ଅଭିବୃଦ୍ଧି ହୋଇ 150 ଜଣରେ ପହଞ୍ଚିଥିଲେ। ତାବରଡା ଶାଖା ମଣ୍ଡଳୀ ବଡ଼ପଦା ମାତୃମଣ୍ଡଳୀର ସହଯୋଗରେ 1976 ମାର୍ଚ୍ଚ 2 ତାରିଖରେ ମଣ୍ଡଳୀ ଗଠନ କରିବା ସକ୍ଷମ ହୋଇଥିଲେ। ମଣ୍ଡଳୀର ପ୍ରଥମ ପାଳକ ସ୍ୱର୍ଗତ ଜୋହନ ଜେନା, ଅଭିଷିକ୍ତ ଡିକନ ସ୍ୱର୍ଗତ ଶଶିଭୂଷଣ ଲୋହରା, ସ୍ୱର୍ଗତ ଡାନିଏଲ କର ମଣ୍ଡଳୀର ସେବା କରିଥିଲେ। ପରବର୍ତ୍ତୀ ସମୟରେ ଡିକନ ଡାନିଏଲ କରଙ୍କୁ ପାଳକ ଜେନାଙ୍କ ଅବସର ପରେ ଦ୍ୱିତୀୟ ପାଳକ ରୂପେ ଅଭିଷେକ କରାଯାଇଥିଲା। ତାଙ୍କ ଦେହାନ୍ତ ପରେ 1996 ମସିହାରେ ସ୍ୱର୍ଗତ ପାଳକ ଲାବଣ ଲୋହରାଙ୍କୁ ତୃତୀୟ ପାଳକ ରୂପେ ଅଭିଷେକ କରାଯାଇଥିଲା। କୋଭିଡ-19 ସମୟରେ 2020 ଜୁଲାଇ 5 ତାରିଖରେ ପାଳକ ଲୋହରାଙ୍କ ପରଲୋକ ହୋଇଥିଲେ। 2020 ଠାରୁ 2025 ଅକ୍ଟୋବର ମାସ ପର୍ଯ୍ୟନ୍ତ ମଣ୍ଡଳୀ ପାଳକ ବିହୀନ ଅବସ୍ଥାରେ ପରିଚାଳିତ ହୋଇଯାଇଥିଲା। ଚଳିତ 101ତମ ମହାସଭା ପରିକଳ୍ପନା 2018ରୁ ସଭା ସ୍ଥାନ ପ୍ରସ୍ତୁତିର ଆରମ୍ଭ କରାଯାଇଥିଲା। 2023, 2024, 2025 ସଭା ପଡ଼ିଆ ପ୍ରସ୍ତୁତିର ସମୟ ଥିଲା। ପ୍ରଭୁଙ୍କ ମହା ଅନୁଗ୍ରହରୁ 2025 ଆଲୋକର ମାସରେ ମଣ୍ଡଳୀ ଏକ ଉତ୍ତମ ଦାକ୍ଷ ପାଳକ ଯଥା ମଣ୍ଡଳୀର ଚତୁର୍ଥ ପାଳକ ଆଚାର୍ଯ୍ୟ ନାଥନ ଲୋହରାଙ୍କୁ ପ୍ରାପ୍ତ ହୋଇ ଆଶୀର୍ବାଦିତ ହୋଇଅଛି।
बालक अभिषेक एवं महासभार योजना प्रस्तुति पाई 2025 वर्षर कर्मकर्ता मानू धन्यवाद करी रही न पारू। प्रभु मंडली समस्त भाई भौणी मानू महासभा अनुष्ठित करने निमंते सुंदर मनपान प्राण सहयोगिता र जीवन एवं बड़न्यतार हस्त प्रदान करिथिबारु तेथि जीवित परमेश्वर को अशेष धन्यवाद हेउ। आज दिन महा आनंद व स्नेह सह अभिनद रीति मंडली सम्मेलन 101तम महासभा व 2 मार्च 2026 मंडलीर स्वर्ण जुबेल प्रतिपालन करिबारु सक्षम करिबारु तांका नामरे गुणगान करियछु। आम्भे प्रभुଙ୍କ सम्मान व गौरव देउछु जेपरि प्रभु 500तम वर्ष को पवित्र करने को आदेश देइथिले सेहिपरि आम्भे मध्य प्रभुଙ୍କ नाम को उच्च करुअछु। ख्रीष्ट रे ताबरडा मंडली ता 2 मार्च 2026। थैंक यू। I again thank you for giving me this opportunity. Thank you, Secretary. Thank you, Pastor. Thank you, Deacon. And I also thank Dr. Bishop Lohara for coming to this Tabarada Mandali. And we really thank you, sir, for coming here. And he is really a highly anointed pastor, highly anointed bishop in the entire nation, I would say. So we really thank you and greet you here, sir. Also, I also welcome to all the people around the states that have gathered here, even beyond the states that you guys have gathered here. Thank you so much. बहुत बहुत शुक्रिया. Thank you. धन्यवाद उच्च करताल दे ताको धन्यवाद ज्ञापन करिबा। ए समय